ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ କେହୁ ହୃଦୟରେ କରଜ ଗଛନ୍ଦେ କଷ୍ଟେ ଶୀତକୁ ବଡ କରି ନିନ୍ଦେ। ଦେଖ ପିଲେ ସ୍କ୍ରିନ୍ କୁ ଦେଖ, ତାମାନେ ଏଠି ମଧ୍ୟ କଣ କହୁଛନ୍ତି? ହୃଦୟରେ, ହୃଦୟରେ, ଏଇ ଛାତିରେ, ଏଇ ହୃଦୟରେ, ଏଇ ଛାତିରେ କର ଯୁଗକୁ ବୁଝିପାରିଲା, ଦୁଇ ହାତକୁ ଛନ୍ଦି ପକଉଛନ୍ତି। ଯେତେବେଳେ ଶୀତ ଜୋରରେ ହୁଏ ନା, ତମେ ମାନେ ଟିକେ ଯେତେବେଳେ ବସ୍ତ୍ର କମ ପରିଧାନ କରିଥିବ ନା, ଶୀତ ବସ୍ତ୍ର ପିନ୍ଧି ନଥିବ, ଯଦି ଜୋର ଶୀତ ହବ ତମେ ମାନେ ମଧ୍ୟ କଣ କରନ୍ତି? ଦୁଇ ହାତକୁ ଆଣି এইଭଳି ଭାବରେ ଛାତି ଉପରେ ଜାକି ରଖି ଏଇପରିକା ଏମିତି ହୁଅ ନା ନାଇଁ? ତାମାନେ କେହୁ ହୃଦୟରେ କର ଯୁଗ ଛନ୍ଦି ପକାଏ, ଦୁଇ ହାତକୁ ଛନ୍ଦି ପକାଏ, କମ୍ପି ଉଠେ ଏବଂ ଦୁଃଖରେ ବିଚଳିତ ହୋଇ ଉଠି କର ଯୋଡେ ଶୀତ ଆଗରେ। କର ଯୋଡେ, ବୁଝିପାରୁଛ ନା? ପୁଣି ଦେଖ ବିଲେ, କଷ୍ଟେ ଶୀତକୁ ବଡ କରି ନିନ୍ଦେ। କେଉଁମାନେ ଶୀତକୁ ନିନ୍ଦା କରନ୍ତି? କି ଶୀତ ହେଉଛି? ଶୀତ ତୁ ଶୀଘ୍ର ଯା। କିଛି କିଛି ଲୋକ ମଧ୍ୟ ଶୀତକୁ ନିନ୍ଦା କରି ଏଇଭଳି ଭାବରେ କହୁଥାନ୍ତି, ଏ ହେ କି ଶୀତ ହଉଛି, ଶୀତ ତୁ ଜଲ୍ଦି ଯା, ଏଇଭଳି ଭାବରେ କିଭଳି ଗୁଡେ କଥା କୁହନ୍ତି। ତମେ ମଧ୍ୟ ଜାଣିଦବ, ଅଧିକଟା କହିବା ଠିକ ହବନି। ତେଣୁ କଷ୍ଟରେ, ବହୁତ କଷ୍ଟରେ କେହି କେହି ମଧ୍ୟ ଶୀତକୁ ବହୁତ ନିନ୍ଦା କରନ୍ତି। ଶୀତଟା କାହିଁକି ପର୍ଯ୍ୟନ୍ତ ଅଛି କେଜାଣି ଯାଉନି, ଏଇଭଳି ଭାବରେ ନା ନାଇଁ? ଦେଖ କଣ ହେଇଛି, କେହି ଶୀତରେ ନତ କଲା ତନୁ, କେହି ବିକଳେ ଲୋଡେ ଚିତ୍ରଭାନୁ। କେହି ଶୀତରେ, କିଛି କିଛି କେଉଁ କେଉଁ ମାନେ ଶୀତରେ ନିଜର ତନୁକୁ, ନିଜର ଶରୀରକୁ ନତ କରିଦିଅନ୍ତି, ନୁଆଇଁ ଦିଅନ୍ତି। ଆମେ ସେମିତି ଜାଣିଛେ, ଯେତେବେଳେ କୋଳ ଜୋରେ ଶୀତ ହୁଏ, ତମେ ମାନେ ଟିକେ ଯେତେବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ଯେତେବେଳେ ବୁଡେଇବା ପାଇଁ, ବୁଡ ପକେଇବା ପାଇଁ ଯାଆନ୍ତି, ଯାଅ, ଯେତେବେଳେ ଶୀତ ହୁଏ କେମିତି ଫେରନ୍ତି ଘରକୁ? ଟିକେ ନଈକି ଏମିତି କରିକି ଫେରନ୍ତି ନା ନାଇଁ? ତାମାନେ କିଛି କିଛି କେଉଁ ମାନେ ତନୁକୁ ନତ କରିଦିଅନ୍ତି ଏବଂ କେହି ବିକଳେ ଲୋଡେ ଚିତ୍ରଭାନୁ। ଚିତ୍ରଭାନୁ କହିଲେ ପିଲେ, ଚିତ୍ରଭାନୁ କହିଲେ ଅଗ୍ନି। କେହି କେହି ଅଗ୍ନି ବିକଳିଆ ହୋଇକି କଣ କରନ୍ତି? ନିଆଁକୁ, ଅଗ୍ନିକୁ ଲୋଡନ୍ତି, ଖୋଜନ୍ତି। କେଉଠି ରହିଲେ ଅଗ୍ନି ମିଳନ୍ତା କି? ସେତେବେଳେ ତମେ ମାନେ ମଧ୍ୟ କହୁଥିବ, କୋଉଠି ଟିକେ ନିଆଁ ମିଳିଯାନ୍ତା କି, ଟିକେ ନିଆଁ ପୋଇ ପଡନ୍ତି, ସେଇଭଳି ଟିକେ ଶୀତ ଦାଉରୁ ରକ୍ଷା ମିଳନ୍ତା ନା ନାଇଁ? ଏହାପରେ କବି କଣ କହୁଛନ୍ତି? ଦେଖ ବିଲେ, କବି କହୁଛନ୍ତି, କେହି ନବନି ସାର ସଜାଡ଼ିଲା, କେତେ ମନ୍ୟୁଷିତ ଭୟ ଛାଡ଼ିଲା। କବି କଣ କହିଲେ? କବି କହିଲେ କେହି କେହି, କିଏ କିଏ? ନବ ନିଶାର, ନବ ନିଶାର, ନବ ମାନେ ନୂଆ, ନିଶାର କହିଲେ ନୂଆ ଶରୀର ବସ୍ତ୍ର ବା ଶୀତ ଭୂଷା, ଶୀତ ଲୁଗା, ଯୋଉଟାକୁ ଆମେ ରେଜେଇ ବୋଲି କହୁଛେ। ତାହେଲେ କିଏ କିଏ ନବ ରିସାର ସଜାଡିଲେ, ବୁଝିପାରୁଛ ନା? ଏବଂ କେତେ ମନ୍ୟୁ ଶୀତ ଭୟ ଛାଡିଲା। କେତେ ଯେତେବେଳେ ନବ ନିଶାକୁ ସଜାଡିଛନ୍ତି, ନୂଆ ବସ୍ତ୍ରକୁ ଯେତେବେଳେ ସଜାଡି ଦେଇଛନ୍ତି, ସେତେବେଳେ କେତେଙ୍କ ମନରୁ, ଅନେକଙ୍କ ମନରୁ ଶୀତର ଭୟ ଛାଡି ଯାଇଛି। ଏବଂ ତା ସହିତ କଣ ହେଇଛି? କେହି ମଞ୍ଜିଷ୍ଠା ରଙ୍ଗେ କରି ରଙ୍ଗ, କଳା ତୁଳି ସୁପାତି ଅଙ୍ଗେ ସଙ୍ଗ। ତାମାନେ କେହି ମଞ୍ଜିଷ୍ଠା ରଙ୍ଗେ, ମଞ୍ଜିଷ୍ଠା କହିଲେ କଣ? ମଞ୍ଜିଷ୍ଠା କହିଲେ ପିଲେ ଆମେ ସମସ୍ତେ ଜାଣିଛେ ଯେ ତମ ମାନଙ୍କର ରକ୍ତ ବନା ଲତା ବିଶେଷ, ଯାହାକୁ ଆମେ କହୁଛେ ଅଳତାସ। ସେଇ ଯୋଉ ଲାଲ ରଙ୍ଗ, ବୁଝିପାରୁଛ ନା? ମଞ୍ଜିଷ୍ଠା ରଙ୍ଗେ କରି ରଙ୍ଗ, ମଞ୍ଜିଷ୍ଠା ରୂପକ ରଙ୍ଗରେ ରଙ୍ଗାୟିତ କରି,
ଏବଂ କଲା ତୁଳ ସୁପାତି ଅଙ୍ଗେ ସଙ୍ଗ। ତୁଳ ସୁପାତି କହିଲେ କଣ? ତୁଳ ସୁପାତି କହିଲେ କୋମଳ ଶଯ୍ୟା, ବୁଝିପାରୁଛ ନା? ବା ଆମେ ଯଦି କହିବା ରେଜେଇ କୋମଳ ଶଯ୍ୟା, ସେଇ କୋମଳ ଶଯ୍ୟାର ଅଙ୍ଗରେ ମଞ୍ଜିଷ୍ଟା ରଙ୍ଗକୁ ଲଗାଇ ତାର ସଙ୍ଗ ଲାଭ କଲେ ଏବଂ ତା ସହିତ ସଙ୍ଗ ହେଲେ, ତା ସାଙ୍ଗରେ ସାଙ୍ଗ ହେଲେ କିଏ କିଏ? ଅଗ୍ନି ସାଙ୍ଗରେ ସାଙ୍ଗ ହେଇଯାଉଛନ୍ତି କିଏ କିଏ? କଣ କରୁଛନ୍ତି? ନବନିଶାର ସଜାଡିକି ଶୀତର ଭୟକୁ ମନ ମଧ୍ୟରୁ ପରିତ୍ୟାଗ କରି ମଞ୍ଜିଷ୍ଟା ରଙ୍ଗରେ ତୁଳି ସୁପାତିକୁ ରଙ୍ଗାୟିତ କରି ରଙ୍ଗୀନ କରି ଅଙ୍ଗର ସଙ୍ଗୀ କରୁଛନ୍ତି, ନିଜ ଦେହର ସାଙ୍ଗସାଥୀ କରୁଛନ୍ତି। କଣ ହେଇଛି? କରି ତପତ ଜଳରେ ପିରତି କଲେ ଶୀତଳ ଜଳେ ମହାଭୀତି। କଣ କରୁଛନ୍ତି? କିଛି ଲୋକ କରି ତପତ ମିଳିଲେ ପିରତି, ବୁଝିପାରିଲା? ପିରତି କହିଲେ ପ୍ରେମ କଲେ, ସ୍ନେହ କଲେ, ଭଲ ପାଇଲେ କାହାକୁ? ତପ୍ତ ଜଳକୁ, ବୁଝିପାରିଲା? ଶୀତ ଦିନରେ ତମେ ମାନେ କେତେବେଳୁ ଗାଧବ ଟିକେ କମେଣ୍ଟ କରିବ ବୋଲେ, କମେଣ୍ଟ ନିଶ୍ଚୟ ଦେଖିକି ଜଣାଅ ତମେ ମାନେ ଶୀତ ଦିନରେ କେତେବେଳୁ ଗାଧାଅ। ତାହେଲେ ତପ୍ତ ଶୀତ କାଳରେ ଯେଉଁ ଉଷୁମ ଜଳକୁ ସମସ୍ତେ ପିରତି କରନ୍ତି, ଥଣ୍ଡା ଜଳକୁ କେହି ହାତ ମାରନ୍ତି ନାହିଁ। ଥଣ୍ଡା ହାତ ମାରିଲେ କେମିତି ଲାଗେ ତମେ ମାନେ ମଧ୍ୟ ଅନୁଭବ କରୁଥିବ। ତେଣୁ ଶୀତ କାଳରେ ହିମ କାଳରେ ତପ୍ତ ଉତ୍ତପ୍ତ ଜଳକୁ ପିରତି କରାଯାଏ, କଲେ ଶୀତଳ ଜଳେ ମହାଭୀତ। ଶୀତଳ ଜଳକୁ ଲୋକମାନେ ମହାଭୟ କରନ୍ତି, ଲୋକମାନେ ମହାଭୟ କଲେ, ମହାଭୀତ କଲେ, ପରନ୍ତୁ ଉଷୁମ ଜଳକୁ ତପ୍ତ ଜଳକୁ ଲୋକମାନେ ପିରତି କରୁଛନ୍ତି, ସ୍ନେହ କରୁଛନ୍ତି, ଭଲ ପାଉଛନ୍ତି, ଆପଣେଇ ନେଉଛନ୍ତି। ପରନ୍ତୁ ଶୀତଳ ଜଳକୁ ନା 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 ନିଜା ଏଇପରି ନା ନାଇଁ। ତାପରେ କଣ କହୁଛନ୍ତି କବି? ଦେଖ ବିଲେ, କେହି ମନ୍ଦିର ବେଦ ନିରୋଧିଲା, କାକର ଯଉ ବହୁତ ବାଧିଲା। କେହି ମନ୍ଦିରର ଭେଦକୁ ନିରୋଧ କରୁଛନ୍ତି। ତାମାନେ ମନ୍ଦିର କହିଲେ ଗୃହ, ଗୃହର ଭେଦ, ଯେଉଁ ଗୋଟେ ଗୃହରେ ପବନ ପଶିପାରେ ନାହିଁ, ଯୋଉପଟେ ଗୃହର ପବନ ପଶିପାରେ, ବିଭିନ୍ନ କଥା ପଶିପାରନ୍ତି, ମାନେ କବଟା ଝୁଟୁକା। ଆଉ କଣ? ତାମାନେ ମନ୍ଦିରର ଭେଦକୁ କେଉଁମାନେ ନିରୋଧ କରୁଛନ୍ତି? ତାମାନେ ବନ୍ଦ କରୁଛନ୍ତି, ବୁଝିପାରୁଛ ନା? ତାମାନେ ମନ୍ଦିର କହିଲେ ଆମେ ଯୋଉ ଗୃହର ଭେଦକୁ କେଉଁମାନେ ନିରୋଧ କରୁଛନ୍ତି, ବା ଆମେ ଯଦି କହିବା ଘରେ ଥିବା ଯେଉଁ ଝରକ କବାଟକୁ କେହି କେହି ବନ୍ଦ କରୁଛନ୍ତି। କଣ ପାଇଁ ବନ୍ଦ କରୁଛନ୍ତି? ନା କାରଣ କାକର ଯଉ ବହୁତ ବାଧିଲା। କାକର ଯେହେତୁ ବହୁତ ବାଧୁଛି ନା, ଶୀତର ଯୋଉ ପ୍ରଭାବ, ଶୀତର ଯୋଉ ସମୀରଣ ଆସୁଛି, ଶୀତର କାଳୀନ ସମୀରଣ ଯେତେବେଳେ ବହୁତ ବାଧେ ନା, ଲୋକମାନେ କଣ କରନ୍ତି? ମନ୍ଦିର ଘରକୁ ଭେଦକୁ ବାଟକୁ ବା ଝରକୁ କବାଟକୁ ନିରୋଧ କରୁଛନ୍ତି, ବନ୍ଦ କରିଦିଅନ୍ତି, ବୁଝିଲା? ତାପରେ କଣ ହେଇଛି? କ୍ରମେ ଚନ୍ଦ୍ର ଚନ୍ଦ୍ର ସ୍ନେହ କଲା। ତାପରେ କଣ ହେଇଛି? କାହା ଆଗରେ ହସନ୍ତି ହସିଲା, ବୁଝିପାରିଲା? ଦେଖ ବିଲେ ସ୍କ୍ରିନ କୁ ଦେଖ। ক্রমে চন্দ্র চন্দন স্নেহ গলা, কাহা আগরে হসন্তি হসিলা। ତାପରେ କଣ ହେଇଛି? କାହା ଆଗରେ ହସନ୍ତି ହସିଲା। କ୍ରମେ ଚନ୍ଦନ ସ୍ନେହ କଲା। କ୍ରମେ କହିଲେ କ୍ରମ ଅନୁସାରେ ବା କ୍ରମ ପରେ 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 କଣ ହେଇଛି ନା, ଚନ୍ଦ୍ର ଚନ୍ଦନ। ଚନ୍ଦ୍ର କହିଲେ କର୍ପୂର, ଚନ୍ଦନ କର୍ପୂର, କର୍ପୂର ଚନ୍ଦ୍ର, ଯେଉଁମାନେ କାନ୍ତ କାନ୍ତା, ଯେଉଁମାନେ ମିଶ୍ରଣରେ ଦେହ ଭିତରେ ଶୀତଳତା ଭରି ଦିଅନ୍ତି, ଯେଉଁମାନେ ଯାହାର ପ୍ରଲେପ ଗ୍ରୀଷ୍ମ କାଳରେ ଆମକୁ ଶୀତଳ କରିଦିଏ, ପରନ୍ତୁ ଯେଉଁ ଚନ୍ଦ୍ର ଚନ୍ଦନ ବା କର୍ପୂର ଚନ୍ଦନର ସ୍ନେହ ଗ୍ରୀଷ୍ମ କାଳରେ ଚାଲି ଯାଉଛି। କର୍ପୂର ଚନ୍ଦନକୁ ଆଉ କେହି ପଚାରୁନାହାନ୍ତି, ଦୈବ ତାଙ୍କୁ କଣ କରୁଛନ୍ତି? ଆନୟନ କରି ନେଇଛନ୍ତି ନା ନାଇଁ। କେଣେ ଶୀତଳ କର୍ପୂର ଚନ୍ଦନ, କାନ୍ତ କାନ୍ତା ଯୋଗେ ହୁଏ ବନ୍ଧନ। କଲେ ଦୈବ ସାଙ୍ଗାନ, କୋଉ ଅଗ୍ନିକୁ ନୋଇ ସମାନ। ଥିଲା ନା ନାଇଁ? ତେଣୁ କ୍ରମେ ଲୋକମାନେ ଚନ୍ଦ୍ର ଚନ୍ଦନ ସ୍ନେହ
ପାଶୁରି ଯାଇଛନ୍ତି ଏବଂ କାହା ଆଗରେ କେଉଁ କେଉଁ ମାନଙ୍କ ଘର ଆଗରେ ବର୍ତ୍ତମାନ ଆଉ ଚନ୍ଦ୍ର ଚନ୍ଦନ ନାହିଁ। ହସନ୍ତି କହିଲେ ଆମେ ଯୋଉ ଅଗ୍ନି ବୁଝିବା ନା ନାଇଁ, ନିଆଁ ହୋଇଥାଏ ଯୋଉଟାକୁ ଅଗ୍ନି କହୁଥାଉ, କାହା ଘରେ ଘରେ ଅଗ୍ନି ହଉଥାଉ। ତାପରେ କଣ ହେଇଛି, କବି କଣ କହୁଛନ୍ତି ଦେଖ ପିଲେ, କେହି ଅଗୁର ଧୂପପୁରେ ପଶି କୃଷ୍ଣ ଚରିତ ଗୀତେ ହୁଏ ତୋଷୀ। ଏଇ ଗୀତ କାଳରେ ଏଇ ଶୀତ କାଳରେ ଏଇ ହେମନ୍ତ କାଳରେ କୃଷ୍ଣଙ୍କର ବନ୍ଦାପନା କରୁଛନ୍ତି ପ୍ରଭୁ। ଆମେ ଜାଣିଛେ ରସଗୋଲର ହେଉଛି କୃଷ୍ଣ କାବ୍ୟ କୋ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ ଏବଂ ଏଇ ଯୋଉ କବି ତାର ଶେଷରେ କବି ମଧ୍ୟ କୃଷ୍ଣଙ୍କ ଚରିତ କଥା ବଖାଣ କରୁଛନ୍ତି ଏବଂ କହୁଛନ୍ତି କେହି କେହି ଏ ହିମ କାଳରେ ଅଗୁରୁ ଧୂପ ପଶି। ଅଗୁରୁ ବୋଲି କହିଲା କଣ, ଅଗୁରୁ କହିଲେ ସୁବାସିତ ଧୂଆଁ, ଯାହାକୁ ଆମେ ଯଦି ଆମ ନାକରେ ଟିକେ ବାଜେ ଆମ ପାଇଁ ଆମୋଦମୟ ହୋଇଥାଏ। ସେଇ ଅଗୁରୁ ଧୂପ ପୁରରେ ସେଇ ଘରେ ବସିକି କିଛି କିଛି ଲୋକ କଣ କଲେ, କୃଷ୍ଣ ଚରିତ ଗୀତରେ ଶ୍ରୀକୃଷ୍ଣଙ୍କର ଜନ୍ମ ଠାରୁ ମଥୁରା ବିଜୟା ପର୍ଯ୍ୟନ୍ତ ସେ ଯେଉଁ ଚରିତକୁ ତାର ଗୀତକୁ କେହି କେହି ଉଦୟରେ ଶ୍ରବଣ କରି ତୋଷ ବା ସନ୍ତୋଷ ପ୍ରକାଶ କରୁଛନ୍ତି। ଏଇ କଥା କବି କହୁଛନ୍ତି। ତାହେଲେ ହିମକାଳ କବିତାରେ ଆମେ ଦେଖିଲେ କବି କିଭଳି ପ୍ରକୃତିର ବର୍ଣ୍ଣନା କରିଛନ୍ତି। ଗୋପପୁରରେ ଶ୍ରୀକୃଷ୍ଣ କ୍ରୀଡ଼ା କରୁଛନ୍ତି ଏବଂ ସେଇ କ୍ରୀଡ଼ା କରିବା ସମୟରେ ବିଭିନ୍ନ ଋତୁଙ୍କର ଆଗମନ ହୋଇଛି। 6 ଗୋଟି ଋତୁ କଥା ମଧ୍ୟ କବି କହିଛନ୍ତି। ପରନ୍ତୁ ଏଇ କବିତାରେ ଆଜି ଆମେ ହିମକାଳ କବିତାରେ ପଢିଲେ ଶୀତ ଋତୁ ବା ହିମକାଳ କଥା। ଶୀତ ଋତୁରେ ମଧ୍ୟ ଦେବତା ମାନେ କଣ କରନ୍ତି, ସାଧାରଣ ପ୍ରକୃତିର ଅବସ୍ଥା କଣ ହୁଏ ଏବଂ ଲୋକମାନେ କଣ କରନ୍ତି ସେ କଥା ଅତି ଚମତ୍କୃତ ଢଙ୍ଗରେ ସଜାଇଛନ୍ତି କବି ମାଧ୍ୟମରେ। ଅତି ଚମତ୍କୃତ ଢଙ୍ଗରେ ସଜାଇଛନ୍ତି କବିତା ମାଧ୍ୟମରେ। କ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ ଏବଂ ଏଇ ଯୋଉ ରସମୟ କାବ୍ୟ, ରସ କଲ୍ଲୋଳ ଆମେ ଯଦି କହିବା ଗୋଟେ ପ୍ରକାରର ଚମତ୍କୃତ କାବ୍ୟ, ବୁଝିପାରୁଛ ନା ନାଇଁ ପିଲେ। ତାହେଲେ ଏଇଆ ଥିଲା କବିତା ଏବଂ ଆଜି ଆମେ ସମିତେ ସମାପ୍ତ କଲେ। ତେଣୁ ପରବର୍ତ୍ତୀ ସମୟରେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବସ ଏତିକି।